ଦେଖନ୍ତୁ ପୋଲିସ ଟ୍ରେନିଂ ଡେଥ୍ ଭାରତ ନାହିଁ ପୃଥିବୀ ସାରା କମନ୍ ଗଲା ବର୍ଷ ଆମେରିକାରେ ବି 29 ଜଣ ଡେଥ୍ କରିଛନ୍ତି ପୋଲିସ ଟ୍ରେନିଂରେ। ତେଣୁ ଆମେ କନସର୍ନ ହେବା ଆମ ଷ୍ଟେଟ୍ ପ୍ରତି। ଆମ ଷ୍ଟେଟ୍ରେ ଯେଉଁ ଡେଥ୍ ନର୍ମାଲି ହେଉଛି ପୋଲିସ ଟ୍ରେନିଂରେ ଗୋଟେ ମେନ୍ ରିଜନ୍ ହେଲା ଟାୟାର୍ଡ ହେଇଯାଉଛନ୍ତି ଏମାନେ ଟ୍ରେନିଂରୁ 2-3 ଘଣ୍ଟା ଆଗରୁ ସକାଳୁ ଆସି ବସୁଛନ୍ତି ଖାଉନାହାନ୍ତି ପିଉନାହାନ୍ତି। ସେକେଣ୍ଡ ହେଲା ଇନ୍ଏଡୁକୁଏଟ୍ ପ୍ରିପାରେସନ୍ ଯେଉଁ 1.5 କିଲୋମିଟର 2 କିଲୋମିଟର ରନ୍ କରିବେ ସେଥିରେ ତାଙ୍କ ପ୍ରିପାରେସନ୍ଟା ଭଲ ନାହିଁ। ଆଉ ଥାର୍ଡ ହେଲା ସେମାନେ ଓଭର କନଫିଡେନ୍ସ ଯେ ଆମେ ହଁ ଜିତିଯିବୁ। ଫୋର୍ଥ ହେଲା ସେମାନେ ଗୋଟେ ରିଜିଡ୍ ଥାନ୍ତି ଆମକୁ ଯେମିତି ହେଲେ ଚାକିରି ପାଇବାର ଅଛି। ଆଉ ପ୍ଲସ୍ କ୍ଲାଇମେଟ୍ ଖରା ଦିନେ ଟେଷ୍ଟ କରୁଛନ୍ତି ଏମାନେ କ୍ଲାଇମେଟ୍ଟା ବି ଗୋଟେ ସକାଳେ ହେଉ କି ଯାହା ବି ହେଉ କ୍ଲାଇମେଟ୍ର ବି ଇମ୍ପାକ୍ଟ ବହୁତ ବେଶୀ ଥାଏ। ଆଉ କିଛି ଦିନ ଆଗରୁ ଝାଡ଼ଖଣ୍ଡରେ ଦେଖାଗଲା ଯେଉଁ ଡେଥ୍ କରିଥିଲେ କିଛି ପିଲା ତା ଭିତରୁ ଷ୍ଟିରଏଡ୍ ବି ନେଇଥିଲେ। ତେଣୁ ବିଭିନ୍ନ କାରଣ ହେଇପାରେ ତାଙ୍କ ଟ୍ରେନିଂ ପାଇଁ କିନ୍ତୁ ଯଦି ଆମେ ଆକୁ ପ୍ରିଭେଣ୍ଟ କରିବା ପାଇଁ ଚାହିଁବା ଗୋଟେ ମାତ୍ର ହେଲା ତାଙ୍କୁ ଆସ୍ତେ ଆସ୍ତେ ତଳ ଲେଭେଲରେ ପ୍ରିପେୟାର କରାଯାଉ ଛୋଟ ଛୋଟ ରନ୍ କରିକି ଆଉ ତାଙ୍କ ଭଲସେ ହେଲ୍ଥ ଚେକଅପ୍ ହେଉ। ଯେଉଁ ଆମେ ପେରିଫେରି ଡକ୍ଟର ଚେକ୍ କରୁଛୁ ନର୍ମାଲ ବିପି ପଲ୍ସ ଦେଖିଲେ ଠିକ୍ ଅଛି ଛାଡ଼ିଦେଲେ କିନ୍ତୁ କାହାର ହାର୍ଟ ଡିଜିଜ୍ ଅଛି କାହାର ବ୍ଲଡ୍ ଡିଜିଜ୍ ଅଛି କିଏ ଗୋଟେ ଜନ୍ମଗତ ରୋଗ ଅଛି ସେଗୁଡ଼ା ଆମର କୌଣସି ଯାଞ୍ଚ ହେଉନି ରନିଂ ହିଷ୍ଟ୍ରି ତାର କୌଣସି ନିଆ ହେଉନି। ତେଣୁ ତାକୁ ଯଦି ପ୍ରପରଲି ମେଡ଼ିକାଲ କଲେଜରେ ଗୋଟେ ପରଫର୍ମା କରି ଭଲସେ ହିଷ୍ଟ୍ରି ସର୍ଟ ଆଉଟ୍ କରି ତାପରେ ପଠାଯାଏ ଦେଖିବେ ଡେଥ୍ ରେଟ୍ ବହୁତ କମିଯିବ। ସାର୍ ଆଉ ଗୋଟେ କଥା ଆପଣ ଯଦି ଦେଖିବେ ବର୍ତ୍ତମାନ ଯେଉଁ କୋଭିଡ୍ର ଟୀକା ଯୋଗୁଁ ଏଭଳି ଗୋଟେ ସାମ୍ନାକୁ ଆସୁଛି କାରଣ ଆପଣ ଜାଣିଛନ୍ତି ବେଳେବେଳେ ଲୋକମାନେ ମଧ୍ୟ ହଠାତ୍ ଗାଡ଼ି ଚଲାଉଥିବେ କାର୍ଡ଼ିଆକ୍ ଆରେଷ୍ଟ ହେଇଯାଉଛି ତାର କିଛି ପ୍ରଭାବ ରହୁଛି କି? ଦେଖନ୍ତୁ କୋଭିଡ୍ ଟୀକା ନେଲା ପରେ ବହୁତ ଲୋକଙ୍କର ଗୋଟେ ଭ୍ୟୁ ହେଲାଣି ଯେ କୋଭିଡ୍ ଟୀକା ନେଲା ପରେ ଡେଥ୍ ରେଟ୍ କାର୍ଡ଼ିଆକ୍ ଆରେଷ୍ଟ ବଢ଼ିଯାଇଛି କିନ୍ତୁ ତାର ସାଇଣ୍ଟିଫିକାଲି ରିସର୍ଚ୍ଚ କୌଣସି ବର୍ତ୍ତମାନ ସୁଦ୍ଧା ଡାଟା ଆମ ପାଖରେ ପହଞ୍ଚି ନାହିଁ। ଯଦି ଇନ୍ ଡ୍ୟୁ କୋର୍ସ କେବେ ପହଞ୍ଚିବ ତାହେଲେ ଜଣାପଡ଼ିବ ଆକ୍ଚୁଆଲି ତା ଯେଉଁ ଡେଥ୍ ହେଇଛି କି ନାହିଁ। କେସେସ୍ ଡେଥ୍ ବହୁତ ରେଟ୍ ବଢ଼ିଯାଇଛି ଡେଥ୍ର କିନ୍ତୁ ଭେଦରେ ସେଟା କୋଭିଡ୍ ଭ୍ୟାକ୍ସିନ୍ ନେଇ ବଢ଼ିଛି କି ଲୋକଙ୍କର ହ୍ୟାବିଟ୍ ବଞ୍ଚିବା ହ୍ୟାବିଟ୍ ଦ୍ୱାରା ସେଇଟା ବଢ଼ିଛି କି ଇମ୍ୟୁନିଟି ବଡ଼ିର କମିଯାଉଛି। ତେଣୁ କହିହେବନି କେଉଁ ଫ୍ୟାକ୍ଟରଟା ମେନ୍। ତେଣୁ ଫ୍ୟାକ୍ଟର ଜାଣିବାକୁ ଗଲେ ଡାଟା ତାର ଅପେକ୍ଷା କରି ପଡ଼େ। ବର୍ତ୍ତମାନ କୋଭିଡ୍ ଯାଇଛି ନିହାତି 5-7 ବର୍ଷ ଆଉ ଡାଟା ଦରକାର ଡେଥ୍ କେତେ ହେଇଛି ଦେଖିବାକୁ।